ଯୋଗତୁ ଶାସ୍ତ୍ରର ସମାଧିବାଦର ପ୍ରତ୍ୟେକ ସୂତ୍ରର ଆଲୋଚନା କରି ଚାଲିଛୁ ଆମେ ସାର୍ଙ୍କ ମାଧ୍ୟମରେ। ଆମେ ଯୋଗତୁ ଶାସ୍ତ୍ର ସମାଧିବାଦର 39 ନମ୍ବର ସୂତ୍ର ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି ସାର୍। ସାର୍ ଆଜି ଆମ ପାଖରେ ଉପସ୍ଥିତ ଅଛନ୍ତି ଯୋଗୀ ମାଣିକଲାଲ ପ୍ରଧାନ ସାର୍। ଆଜି ବି ତାଙ୍କୁ ଅନୁରୋଧ କରିବି ସାର୍ 40 ନମ୍ବର ସୂତ୍ର କ'ଣ ଅଛି ସେ ବିଷୟରେ ଟିକେ ସୂତ୍ର କହିବେ ଏବଂ ସୂତ୍ରଟିକୁ ଟିକେ ଆଲୋଚନା କରିବେ। ଜୟ ଜୟ ସାର୍। ସପ୍ରେମ ଜୟଜୀ ପ୍ରିୟ ଆତ୍ମ, ପୁଣି ଆମେ ଆପଣଙ୍କ ସମ୍ମୁଖକୁ ଆସିଲି। ସମାଧିବାଦର ଯେଉଁ ଆଲୋଚନା ମୋର ପୂର୍ବ ଅଧ୍ୟାୟ ଗୁଡ଼ିକରେ ଆମେ କରିଥିଲୁ, ପରବର୍ତ୍ତୀ ସୂତ୍ରର ଆମେ ଆଲୋଚନା କରିବୁ। ଗତଥର ଆମେ ଆଲୋଚନା କରିଥିଲୁ 39 ନମ୍ବର ସୂତ୍ର। ଆଜି ଆଲୋଚ୍ୟ ବିଷୟ ହେଉଛି 40 ନମ୍ବର ସୂତ୍ରର ଆମେ ଆଲୋଚନା କରିବୁ। ତ ଗତଥର ଆମର ଆଲୋଚନାର ବିଷୟ ଥିଲା କ'ଣ? ଯଥାଦିନ ଧ୍ୟାନ। ସମାଧିବାଦର ପ୍ରତ୍ୟେକ ଗୁଡ଼ିକ ସୂତ୍ରର ପୂର୍ବ ସୂତ୍ର ଗୁଡ଼ିକରେ ଯେଉଁ ସାଧନର ବ୍ୟାଖ୍ୟା ଗୁଡ଼ିକ କରାହେଉଛି, ତାର ପରବର୍ତ୍ତୀ ସୂତ୍ର ଗୁଡ଼ିକ ସହିତ ତାର ସମ୍ପର୍କ ରହୁଛି। ଯେମିତି ଆମର 39 ନମ୍ବର ସୂତ୍ରରେ ରହିଲା ଯେ ଧ୍ୟାନ ଯେଉଁ ଏକ ପ୍ରକାର ସାଧନ, ଯେ ଯୋଗୀଙ୍କ ପାଇଁ, ଯୋଗୀମାନଙ୍କର ଯେଟା ସବୁଠାରୁ ବଡ଼ ସାଧନ। ତ ସେଇ ଯେଉଁ ଧ୍ୟାନ ସାଧନଟିକୁ କେମିତି କରାଯିବ ଏବଂ ଧ୍ୟାନର ଯେଉଁ ବିଧି ନିୟମ ଆଉ ତାର କାର୍ଯ୍ୟକାରିତା, ଯେଉଁ ବିଷୟ ଗୁଡ଼ିକୁ ଆମେ ଆଲୋଚନା କରିଛୁ, ସେ ଧ୍ୟାନ ଦ୍ୱାରା ଆଜିର ଯେଉଁ 40 ନମ୍ବର ସୂତ୍ରରେ ତାର ଲାଭ କ'ଣ, ଏ ସୂତ୍ର ଅର୍ଥ ଯେ 40 ନମ୍ବର ସୂତ୍ର ହେଉଛି ଯେ ଧ୍ୟାନରେ ଯେଉଁମାନେ ଉପଯୁକ୍ତ ହେବେ ଏବଂ ଧ୍ୟାନର ସାଧନରେ ଯେଉଁମାନେ ଦୃଢ଼ତା ଆସିଯିବ, ତାଙ୍କର ଧ୍ୟାନର ଲାଭର ଫଳ କ'ଣ, ଧ୍ୟାନ କଲେ ସେଥିରେ ଫଳ କ'ଣ ମିଳିବ, କିନ୍ତୁ ପ୍ରତ୍ୟେକ ସାଧକମାନଙ୍କର ଏଇଟା ବି ମଧ୍ୟ ଜାଣିବା ଆବଶ୍ୟକ ଅଛି। ତ ଏଇ ଯେଉଁ ଧ୍ୟାନ ଦ୍ୱାରା ଯେଉଁ ଲାଭ ହେବ, ସେଥିରେ ମହର୍ଷି ପତଞ୍ଜଳିଙ୍କର ଯେଉଁ ସୂତ୍ର, ତାହା ହେଉଛି କ'ଣ ନା ପରମାଣୁ ପରମ ମହତ୍ତାନ୍ତ୍ୟସ୍ୟ ବଶିକାର ସଂଜ୍ଞା। ଏଇ ଯେଉଁ ପରମାଣୁ ପରମ ମହତ୍ତାନ୍ତ୍ୟସ୍ୟ ବଶିକାର, ଏ ଯେଉଁ 40 ନମ୍ବର ସୂତ୍ରରେ ଯେଉଁ ଆଲୋଚନା, ଏଥିରେ କୁହାଯାଇଛି ଯେଉଁ ଧ୍ୟାନର ଦୃଢ଼ତା ଆସିଲା ପରେ, ଧ୍ୟାନର ସାଧନ କଲା ପରେ ଏବଂ ଦିନକର ନୁହେଁ, ବହୁତ ଦିନର ଅଭ୍ୟାସ କରିବାକୁ ପଡ଼ିବ। ଆଉ ଅଭ୍ୟାସ କରିବା ଦ୍ୱାରା ଧ୍ୟାନର ଯେଉଁ ଲାଭ ବା ଉପକାରିତା ଯେଉଁ କୁହାଗଲା, ତାହା ସେ ଯୋଗୀଙ୍କ ବଶକୁ ଆସିଯିବ। ଅର୍ଥାତ୍ ଯେମିତି କୁହାହେଲା ପରମାଣୁ, ଅର୍ଥାତ୍ ସୂକ୍ଷ୍ମରୁ ସୂକ୍ଷ୍ମ ବିଷୟ, ପରମ ମହତ୍ତ୍ୱ, ବଡ଼ରୁ ବଡ଼ ବସ୍ତୁ, ଅତି ସୂକ୍ଷ୍ମରୁ ସୂକ୍ଷ୍ମ ବସ୍ତୁ ଗୁଡ଼ିକ ଯୋଗୀର ଜ୍ଞାନରେ ଆସିଯିବ, ଅଧୀନରେ ହେଇଯିବ। ଜ୍ଞାନ ଅର୍ଥାତ୍ ସେ ଜାଣିଯିବ। ସେମିତି ଆପଣଙ୍କର ହେଉଛି ଯେମିତି ସବୁଠୁ ବଡ଼ରୁ ବଡ଼ ବସ୍ତୁ, ସେ ବି ମଧ୍ୟ ଯୋଗୀର ତାଙ୍କର ଜ୍ଞାନରେ ଆସିଯିବ। ଅର୍ଥାତ୍ ସେ ଯୋଗୀ ତା ବିଷୟରେ ଜାଣିପାରିବ, ତା ବିଷୟରେ ତାଙ୍କର ଜ୍ଞାନ ହେଇଯିବ ଧ୍ୟାନସ୍ଥ ହେଲା ପରେ। ଆଉ ଏଇ ଯେଉଁ ଧ୍ୟାନସ୍ଥ ହେଲା ପରେ ଯେଉଁ ଜାଣିଗଲେ, ଯୋଗୀଙ୍କର ଲାଭ କ'ଣ ହେବ? ଯେଉଁ ବିଷୟ କୁହାଗଲା ଯେ ଅତି ସୂକ୍ଷ୍ମରୁ ସୂକ୍ଷ୍ମ ଏବଂ ବଡ଼ରୁ ବଡ଼ ଯେଉଁ ବିଷୟବସ୍ତୁ ଗୁଡ଼ିକ ବିଷୟରେ ଯୋଗୀଙ୍କର ଧାରଣା ହେଇଯିବ ଏବଂ ସେ ବିଷୟରେ ତାଙ୍କର ଜ୍ଞାନ ପ୍ରାପ୍ତ ହେବ। ଜ୍ଞାନ ପ୍ରାପ୍ତ ହେଲେ ଯୋଗୀର ବଶରେ ଆସିଯିବ। ଅର୍ଥାତ୍ ଏଠି କହିବାର ଅର୍ଥ ହେଉଛି ଯେଉଁ ଧ୍ୟାନସ୍ଥ ହେବା ଦ୍ୱାରା ଯେଉଁ ମନ ଯେଉଁ ଏକାଗ୍ର ହେବ, ଚିତ୍ତ, ଏଇ ଯେଉଁ ଚିତ୍ତ ଏକାଗ୍ର ହେଲେ
मनर शक्ति बढ़ी मनर शक्ति बढ़ी ये बसिकार शब्द कहीं अणागला बसिकार अर्थ हूँ आम साधारणतः सांसारिक मनुष्य आम संसार जेकोसी विषय वस्तु जिते आमर मनरे मनन चिंतन आम मन को आसी जाए कार्य को आसी जाए से से ही वस्तु आड़ को आमर मन वस्तु आड़ को गति करे अर्थात वस्तुर बसिकार हो जाए वस्तुर बसरे आसी जाए जो वस्तुर भावना होता है जो वस्तु गुड़िक आम इंद्रिय द्वारा आम जो प्राप्त हो जाऊ से आम से विषय वस्तुर शिकार स्वीकार अर्थात विषय वस्तु आड़ को ये आम मन बारंबार बारंबार तार बस को आसी जाए से विषय वस्तुर बस को आसी जाए अर्थात मन निज स्थिति रुहे ना निज बस रुहे ना किंतु ध्यानस्थ है जोगीर बस को जो विषय वस्तु आड़ को जो मन पड़े जाऊला से जोगीर अधीनस्थ हो जोगीर अधीनस्थ अर्थात जोगीर बसरे रही बसिकार से कहुचे अर्थात ये जो परमाणु परमाणुर अर्थ हूँ अति सूक्ष्म सूक्ष्म परम महत्व हूँ सब बड़ू सबुठ अति बड़ ये जो अति अति बड़ा बसिकार जो शब्द लिखाई जो चित्त एकाग्र है ध्यानर साधन चित्त एकाग्र हुए चित्त एकाग्र है जो सांसारिक विषय वस्तु अथवा अति सूक्ष्म सूक्ष्म अति बड़ू बड़ जो विषय आड़ को मन ताड़ को टाणी हो जाए अर्थात ता बसरे थाए मन बारंबार बारंबार से चिंतन करुथे ये उदाहरण देवी जड़े सांसारिक मनुष्य जदि तांकर जीवन चर्चारे कौन सी जिनस पाइबापी जदि से इच्छा करे बा साधन करी से जिते पाए ना तो से तार जो निराश हबार जो स्थिति मन बारंबार दुखित होता है से बारंबार जो दुखित होता है से साधकर से मनुष्यर से मन ताको नियंत्रण आसे ना से दुखर बाहरी पारे ना बुझे ना दुखर बाहरी पारे ना तार कारण मन बारंबार बारंबार से दुखद परिस्थिति को टाणी हो जाए चली जाए अर्थात से विषयटीर बसरे मन थाए मन साधकर बस मन से मनुष्य बसरे न थाए तो ये ध्यान इमिति एक साधन मनुष्य मन को इमिति एक शक्ति प्रदान अर्थात से शक्ति इमिति शक्तिर से अधिकारी हो जाए विषय वस्तुर बसरे न थाई से निज बसरे थाए अर्थात चित्त एकाग्र हेले मन ता निज अधीन थाए तो से कहुई परमाणु अति सूक्ष्म सूक्ष्म बड़ू बड़ ये विषय वस्तु गुड़िक जोगीर बसरे आसे आउ एक विषय जोटा सांसारिक संसार स्तर में जो मजबी ईश्वर देवी देवता ये हूँ स्थूल स्थूल सूक्ष्म सूक्ष्म जो स्थित सारा संसार लोक मैंने मानती से कहते से तो ईश्वर ताकू आम स्थूल इंद्रिय द्वारा प्रत्यक्ष करना से अच्छा से आ सारा संसार व्याप्त बोली से कहे अच्छा कहते किंतु ये जो जोगीर ध्यानस्थ हवा द्वारा चित्त जो तार एकाग्र हो जाए अति सूक्ष्म सूक्ष्म अति बड़ महत्व अति बड़ू बड़ ये जो विषय गुड़ाक जो ज्ञान हो जो शक्ति तार मध्य को आसे ध्यानस्थ स्तर को आसे से प्रकृत में जानी जाए जे संसार में ये मजूरी ईश्वर क्षमता बा मजूरी ईश्वर स्थिति अच्छी कि ना से प्रकृष्ट भाव से से ज्ञान मिल जाए साधारण मनुष्य से जानी पारिबो ना किंतु कहीं ना से अति सूक्ष्म सूक्ष्म तार ज्ञान से मैंने कहब अच्छी
ପ୍ରମାଣ ଦିଅ, ପ୍ରମାଣ ଦେଇପାରିବେ ନାହିଁ। କିନ୍ତୁ ଯୋଗୀ ଜଣେ ତାର ଏଇ ଯେଉଁ ସୂକ୍ଷ୍ମ ଜ୍ଞାନ ଆଉ ସ୍ଥୂଳ ଜ୍ଞାନ ଆଉ ମହତ୍ତତ୍ୱର ଜ୍ଞାନ ଯେତେବେଳେ ହେଇଯିବ, ସେ ସେତେବେଳେ ଜାଣିପାରିବ ତା ଭିତରେ ସତ୍ୟ, ସେ ସତତା ବିଷୟରେ ତାର ଜ୍ଞାନ ଆସିଯିବ ଯେ ପ୍ରକୃତରେ ତାର ଅସ୍ତିତ୍ୱ ଅଛି କି ନାହିଁ, ଈଶ୍ୱରଙ୍କର ଅସ୍ତିତ୍ୱ ଅଛି କି ନାହିଁ, ସେ ଜ୍ଞାନ ହେଇଯିବ। ଇଏ ହେଉଛି ସବୁଠାରୁ ବଡ଼ ପ୍ରାପ୍ତି। ମନୁଷ୍ୟ ଭିତରେ ଅଜ୍ଞାନ ଦୂର ହେବା ପାଇଁ ଧ୍ୟାନର ବି ମଧ୍ୟ ବହୁତ ଆବଶ୍ୟକ ଅଛି। ତ ଏଇ ଯେଉଁ ଆମର ଧ୍ୟାନର ଯେଉଁ ସାଧନ, ଇଏ ସବୁଠାରୁ ପ୍ରକୃଷ୍ଟ ବଡ଼ ସାଧନ, ଯାହାକି ମୁନି ସମାଜରେ ଏଇ ଯେଉଁ ଯୋଗ ସାଧନ ମାଧ୍ୟମରେ ଯେଉଁ ଅଷ୍ଟାଙ୍ଗ ଯୋଗର ଯେଉଁ ସାଧନ ବତେଇ ଦିଆଯାଏ, ଶିକ୍ଷା ଦିଆଯାଏ, ନିରନ୍ତର ଭାବରେ ପ୍ରତ୍ୟେକ ଦିନ ସାଧନ କରିବାର ଯେଉଁ ବିଧି ବା ନିୟମ ଯେଗୁଡ଼ିକ ମୁନି ସମାଜ ସାଧନରେ ବତେଇ ଦିଆଯାଏ, ଯେଉଁଟା ଏଇ ମହର୍ଷି ପତଞ୍ଜଳିଙ୍କର ଯେଉଁ ଅଷ୍ଟାଙ୍ଗ ଯୋଗର ଯେଉଁ ସାଧନ, ଯେଉଁ ଯୋଗ ଦର୍ଶନର ଯେଉଁ ସାଧନ, ସେ ପ୍ରକୃତରେ ଯୋଗ ଦର୍ଶନ ସାଧନର ଏ ମହର୍ଷି ପତଞ୍ଜଳିଙ୍କର ଯେଉଁ ଏଇ ଯେଉଁ ଯୋଗ ଦର୍ଶନର ପ୍ରକୃତ ଯୋଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏ ମୁନି ସମାଜରେ ତାର କ୍ରିୟା ଯୋଗ ମାଧ୍ୟମରେ ଶିକ୍ଷା ଦିଆଯାଏ। ଏଠି ଆପଣଙ୍କର ଆସିଲେ ଯେଉଁ ଅଷ୍ଟାଙ୍ଗ ଯୋଗର ଯେଉଁ ବିଧି ନିୟମ ନୀତି, ଏସବୁ ପ୍ରତ୍ୟେକ ସାଧକର ମନରେ ଆସୁଥିବା ସମସ୍ତ ପ୍ରକାର ତାଙ୍କର ଶଙ୍କା ଦୂର ହୋଇଯିବ, ଯାହାକି ଯେଉଁ ମହର୍ଷି ପତଞ୍ଜଳିଙ୍କର ଯେଉଁ ସାଧନ ସବୁ ଗୁରୁଦେବ ଶ୍ରୀ ମହାରାଜ ବ୍ୟାଖ୍ୟା କରିଛନ୍ତି। ତ ପ୍ରିୟ ଆତ୍ମ, ଇଏ ହେଉଛି ଆପଣଙ୍କର 40 ନମ୍ବର ସୂତ୍ରର ବ୍ୟାଖ୍ୟା କଲି। ଆଉ ଏ ବିଷୟରେ ଆହୁରି ଧ୍ୟାନର ପ୍ରକୃତ ଫଳ ପ୍ରାପ୍ତି ପୁଣି ଆଗକୁ ଆମର ଆଲୋଚନା ଚକ୍ରକୁ ଆସିବ।